ନାହାନ୍ତି ଯନ୍ତ୍ରପାତି ଚୋରି ହେଇଛି, ତେଲ ମଧ୍ୟ ଅପବ୍ୟୟ ହେଇଛି। ସେ ଦିଗରେ ସୂଚନା ନ ଦେଇ ସେମାନେ ଛକିକି ରୁମ୍ ଭିତରକୁ ଚାଲି ଯାଇଛନ୍ତି। ସାମ୍ବାଦିକ ବନ୍ଧୁମାନେ ଅପେକ୍ଷା କରିଛନ୍ତି। କୌଣସି ଆଲୋଚନା କରିବା ପାଇଁ ରାଜି ହେଉନାହାନ୍ତି, ପଳେଇ ଆସିଲେ ଆଭଏଡ୍ କରିକି। ଆପଣ ଜଣେ ବରିଷ୍ଠ ନାଗରିକ, ଆପଣଙ୍କ କଥା ବି ଶୁଣିଲେନି, କ'ଣ କହିବେ? ଭାରତ ସରକାରଙ୍କ ସୂଚନା ଅଧିକାର ଆଇନ ବଳରେ ପ୍ରତ୍ୟେକ ଜିନିଷ ତଥ୍ୟ ଲୋକଲୋଚନକୁ ଆସିବ। ସୂଚନା ଦେବା ପାଇଁ ଯେତେ ବଡ଼ ପଦାଧିକାରୀ ହେଲେ ବି ବାଧ୍ୟ। କିନ୍ତୁ କେଉଁ କାରଣ ପାଇଁ ଆମର କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଏବଂ ଜଳବାୟୁ ବିଭାଗର ଜଳପଥ ବିଭାଗର ନିର୍ଦ୍ଦେଶକ ସୂଚନା ଦେଉନାହାନ୍ତି, ତାଙ୍କ ସହିତ ବି ଆମ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ସୂଚନା ଦେଉନାହାନ୍ତି। ସେଥିପାଇଁ ଜନସାଧାରଣ ମନରେ ସନ୍ଦେହ ସୃଷ୍ଟି ହେଉଛି ଯେ ନିଶ୍ଚିନ୍ତ କିଛି ହେରଫେର ଅଛି ଭୂପେନ ହଜାରିକାକୁ କେନ୍ଦ୍ର କରି। ଆମର ଏ ଯେ ଦାୟିତ୍ୱରେ ଅଛନ୍ତି ଯେଉଁ କନିଷ୍ଠ ଯନ୍ତ୍ରୀ, ସେ ପ୍ରାୟ ମାସର ସର୍ବାଧିକ କାଳ ଅନୁପସ୍ଥିତ ରହୁଛନ୍ତି। କିନ୍ତୁ କିପରି ବିଭାଗର ଧୂଳି ଧୂଆଁରେ ଜଣେ କନିଷ୍ଠ ଯନ୍ତ୍ରୀ ଦରମା ପାଉଛି, କାର୍ଯ୍ୟ କରୁନାହିଁ, ବିଭିନ୍ନ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ନିକଟରେ 7 ଏକର 72 ଏକର ଜମିର ପାଚେରୀ ଭୁଷୁଡ଼ି ପଡ଼ିଲା। ଏପର୍ଯ୍ୟନ୍ତ ତଦନ୍ତ କ'ଣ ହେଲା ବି ଗଣମାଧ୍ୟମର ବନ୍ଧୁମାନେ ତାକୁ ଜାଣିପାରିଲେନି। ସାଧାରଣ ଲୋକ ବି ଅଜ୍ଞାତ ଭାବରେ ଅଛନ୍ତି। ତେଣୁ ଉଭୟ ଯେଉଁ କେନ୍ଦ୍ରୀୟ ବନ୍ଦର ଜାହାଜ ଚଳାଚଳ ଏବଂ ଜଳପଥର ନିର୍ଦ୍ଦେଶକ ଅଛନ୍ତି, ତାଙ୍କ ସହିତ ଆସିଛନ୍ତି ଆମ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ବିଭାଗ। ଉଭୟ ମିଳିତ ଭାବରେ ଆଜି ତଦନ୍ତ କରିଛନ୍ତି। ତଦନ୍ତ ଗୁଢ଼ ରହସ୍ୟ ଲୋକଲୋଚନକୁ ଆସିବା ଉଚିତ। ଗଣମାଧ୍ୟମର ପ୍ରତିନିଧି ବନ୍ଧୁମାନେ, ଆମର ସିନିୟର ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ ମଧ୍ୟ କୌଣସି ସୂଚନା ନ ଦେଇକି ସେ ପଳାୟିତ ହେଇକି ରୁମ୍ ଭିତରେ ଅଛନ୍ତି। ଏହା ନିଶ୍ଚିନ୍ତ ଆମ ଚାନ୍ଦବାଲିବାସୀଙ୍କୁ ଗଭୀର ଦୁଃଖ ପରିତାପର ବିଷୟ। ଏ ଦିଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୃଷ୍ଟି ଦେଇ ଏ ଲୋକଲୋଚନକୁ ଏ ତଥ୍ୟ ଆଣିବାକୁ ଆମେ ନିବେଦନ କରୁଅଛୁ।